ସନ୍ଧ୍ୟାରେ ଏକତ୍ର ହେବା ନିମନ୍ତେ ସୁଯୋଗ ଦେଇ ଆସୁଅଛନ୍ତି। ଆଉ ତାଙ୍କରି ପ୍ରଶଂସା କରିବା ସହିତ ତାଙ୍କରି ବାକ୍ୟରୁ କିଛି ଆମମାନଙ୍କୁ ଶିକ୍ଷା ମଧ୍ୟ ମିଳୁଛି। ଏଣୁ ପ୍ରଭୁଙ୍କ ନାମର ଧନ୍ୟବାଦ ଦିଏ। ଆମମାନେ ଆଉ 8 ଦିନ ବ୍ୟାପୀ ଆମମାନେ ପ୍ରଭୁଙ୍କର ଗୋଟିଏ ଦୁଃଖ ଭୋଗ ସପ୍ତାହ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତରେ ଥିବା ସମୟରେ ତାଙ୍କର ଶେଷ ସପ୍ତାହର ବିଷୟରେ ଆମମାନେ ସମସ୍ତ ବକ୍ତାମାନଙ୍କ ଠାରୁ ଶୁଣି ଆସୁଅଛୁ। ଆଜି ହେଉଛି ଶେଷ ଦିନ, ଆଉ ଶେଷ ଦିନ ପର୍ବର ପ୍ରଧାନ ଦିନ ବାକ୍ୟ କହେ। ଆଉ ଆଜି ହେଉଛି ଯୀଶୁଙ୍କର ଆଉ ଏଇ ସପ୍ତାହର ଶେଷ ଦିନ। ଆଉ ବାକ୍ୟକୁ ଯିବା ପୂର୍ବରୁ ମୁଁ ପ୍ରାର୍ଥନା କରିବି, ଦୟାପୂର୍ବକ ସମସ୍ତେ ମଞ୍ଜୁର କରିବେ। ପ୍ରେମମୟ ପରମେଶ୍ୱର, ଏତେବେଳେ ତୁମ ତୁମର ଧନ୍ୟବାଦ, ପୂଜା, ଗୌରବ, ସ୍ତୁତି, ବନ୍ଦନା କରୁଛୁ ପ୍ରଭୁ। କାରଣ ପ୍ରଭୁ ତୁମେ ଆମମାନଙ୍କୁ ପ୍ରେମ ଅନୁଗ୍ରହ କରି ଏହି ସୁନ୍ଦର ଦିନ ଦେଖିବାକୁ ଦେଲ। ବିଶେଷ ଧନ୍ୟବାଦ କରୁଛୁ ପ୍ରଭୁ ତୁମର ସେଇ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ, ଯାହାଙ୍କୁ ତୁମେ ଆମମାନଙ୍କ ନିମନ୍ତେ ଏହି ଜଗତକୁ ପ୍ରେରଣ କଲ। ଆଉ ସେ ଆମମାନଙ୍କ ନିମନ୍ତେ ଗୋଟେ ମୁକ୍ତିର କାର୍ଯ୍ୟ ସାଧନ କରିଅଛନ୍ତି। ଏଣୁ ତୁମ ମହତ୍ ନାମର ଧନ୍ୟବାଦ ଦେଉଛୁ ପ୍ରଭୁ। ଆମମାନଙ୍କୁ ତୁମେ ମନୋନୀତ କଲ, ଗ୍ରହଣ କଲ, ଆମମାନଙ୍କୁ ମୁକ୍ତି ପ୍ରଦାନ କରିଅଛ। ଏଣୁ ତୁମ ମହତ୍ ନାମର ଧନ୍ୟବାଦ ଦେଉଛୁ ପ୍ରଭୁ। ଆଜି ସନ୍ଧ୍ୟାରେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ଯେଉଁ ସମସ୍ତ ବିଷୟ ଆଲୋଚନା କରିବୁ, ଚିନ୍ତା କରିବୁ, ସେଥିରେ ଆମମାନଙ୍କୁ ତୁମେ ମଙ୍ଗଳ କର, ବୁଝିବା ପାଇଁ ବିଶେଷ କରି ସାହାଯ୍ୟ କର। ଉପସ୍ଥିତ ପ୍ରତ୍ୟେକଙ୍କୁ ବୁଝିବା ପାଇଁ ଶକ୍ତି ଦିଅ। ମୋତେ ବି ଯେପରି ମୁଁ କିଛି ପ୍ରକାଶ କରିପାରିବି, ଏଥିପାଇଁ ତୁମେ ମୋତେ ବ୍ୟବହାର କର। ପୂଜା, ଗୌରବ, ସ୍ତୁତି, ବନ୍ଦନା ତୁମେ ପାଅ। ଯୀଶୁଙ୍କ ନାମରେ ନିବେଦନ କଲି, ଆମେନ୍। ଆମମାନେ ଆଉ 8 ଦିନ ବ୍ୟାପୀ ତ ଅନେକ ବିଷୟ ଆମେ ଶୁଣିଛୁ। ଆଉ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମମାନେ ସମସ୍ତ ବିଷୟ ଶୁଣୁଛୁ। ଆଉ ଆଜି ମଧ୍ୟ କିଛି ବିଷୟ ଘଟିଅଛି, କିନ୍ତୁ ଆମମାନେ ଆଉ କାଲିଠାରୁ କିଛି ବିଷୟ ଆମେ ଆଲୋଚନା କରିବା। ଆମେ ଯେହେତୁ ପର୍ବ ସମୟରେ ଥିବାରୁ ଆମମାନେ କ'ଣ ସମସ୍ତ ବିଷୟବସ୍ତୁ ଘଟଣା ଘଟିଅଛି ତାକୁ ଆମମାନେ ଆଲୋଚନା ବା ଆଉ ଜାଣିବାର ଆବଶ୍ୟକତା ଅଛି। ଆଉ ଆମମାନେ ତ ପ୍ରତ୍ୟେକ ଦିନ ପ୍ରତି ବର୍ଷ ସାରା ଆମେ ଶିକ୍ଷା ଗ୍ରହଣ କରୁଛୁ, କିନ୍ତୁ ଆଜି ବି ଆମେ କିଛି ବିଷୟରେ ଆଲୋଚନା କରିବା। ଆଉ ତହିଁରୁ ଆମେ କିଛି କିଛି ଶିକ୍ଷା ଗ୍ରହଣ କରିବା। କାଲି ଦିନ ବେଳେ 3 ଘଣ୍ଟା ସମୟରେ ଯୀଶୁଙ୍କର କ'ଣ ହେଲା, ମୃତ୍ୟୁ ଘଟିଲା। ଯେତେବେଳେ ଯୀଶୁଙ୍କର ମୃତ୍ୟୁ ଘଟିଲା, ସେଇ ସାଙ୍ଗେ ସାଙ୍ଗେ କ'ଣ ହେଲା ନା ଯୀଶୁଙ୍କର ଆତ୍ମା ଆଉ ତାଙ୍କ ଶରୀର ଠାରୁ ଅଲଗା ହେଇଗଲା। ତାପରେ କ'ଣ ହେଲା ନା ଯୀଶୁଙ୍କର ଶରୀରକୁ ଆଉ ଆତ୍ମା ଯେତେବେଳେ ଅଲଗା ହେଇଗଲା, ଯୀଶୁଙ୍କର ଶରୀରକୁ କବର ଦେବା ନିମନ୍ତେ ସେହି ସମୟରେ କେହି ନଥିଲେ। ଆଉ ଯେଉଁ ଫାରୁସୀ ସାଧୁକୀମାନେ ସେମାନେ ତାଙ୍କୁ କ୍ରୁଶବିଦ୍ଧ କରୁଥିଲେ, ସେମାନେ ଚିନ୍ତା କରିଥିଲେ ଯୀଶୁଙ୍କୁ ଗୋଟେ ଉପତ୍ୟକା ଥିଲା, ସେଇ ଉପତ୍ୟକାରେ ଅଳିଆ ସବୁ ଫିଙ୍ଗା ଯାଉଥିଲା, ସେଇଟା ବଡ଼ ଉପତ୍ୟକା, ସେଇଠାରେ ଯୀଶୁଙ୍କୁ ସେମାନେ ଫିଙ୍ଗି ଦେବାର ଯୋଜନା ମଧ୍ୟ କରିଥିଲେ। କିନ୍ତୁ ଗୋଟେ ଆଶ୍ଚର୍ଯ୍ୟଜନକ ଭାବରେ ଗୋଟିଏ ଲୋକର ଉଦ୍ଭାବନ ହେଲା, ଯିଏକି ହାରାମାଥିଆର ଯୋସେଫ। ସିଏ କ'ଣ ଫାରୁସୀ ସାଧୁକୀମାନଙ୍କର ଗୋଟେ ଧର୍ମ ଆଉ ସିଏ ବି ଗୋଟେ ନେତା ଥିଲା। ଆଉ ସିଏ କ'ଣ ଥିଲା, ମହାସଭା ସନ୍ହେଡ୍ରିନ୍ର ଗୋଟେ ସଦସ୍ୟ ଥିଲା। ଯେଉଁ ମହାସଭା କି କିଛି ଧାର୍ମିକ ଲୋକମାନଙ୍କ ନିମନ୍ତେ ରିଲିଜିୟସ୍ ମେମ୍ବର ଆଉ ଲିଗାଲ ମେମ୍ବର, ଯେଉଁମାନେ ରାଜନୀତିକ ଲୋକ ପୁଣି ଆଉ ଧାର୍ମିକ ଲୋକମାନଙ୍କର ଗୋଟେ ସଭା ଥିଲା। ଆଉ ସେଇ ସଭାରେ ମୋଟ 71 ଜଣ ସଦସ୍ୟ ଥିଲେ। ଯେତେବେଳେ ଯୀଶୁଙ୍କର ମୃତ୍ୟୁ ହେଲା ଆଉ ଶିଷ୍ୟମାନେ ଛିନ୍ନ ଭିନ୍ନ ହେଇଗଲେ, ଅବଭିୟସଲି ସେମାନେ ହେଇଯିବେ, ଯେହେତୁ ସେମାନେ ଏତେ ସମ୍ଭ୍ରାନ୍ତ ଲୋକ ନଥିଲେ, ସେମାନଙ୍କର ରାଜନୈତିକ ପାୱାର ବି ନଥିଲା, କିନ୍ତୁ ଆର ପଲିଟିକାଲି ହ୍ୟାଣ୍ଡ ଥିଲା। ତେଣୁ ଇଏ କ'ଣ କଲା, ଆଉ ସେଇ ସମୟରେ ସିଏ ନିଜକୁ ପ୍ରକାଶ କଲେ। ଟିକେ ଚିନ୍ତା କରନ୍ତୁ, ଯେତେବେଳେ ଗୋଟେ 70 ଜଣ ସଦସ୍ୟର ଜଣେ ବ୍ୟକ୍ତି ଯୀଶୁଙ୍କର ମୃତ୍ୟୁ ପାଇଁ ଯୋଜନା କରାଯାଉଥିଲା, ମିଟିଂ କରାଯାଉଥିଲା, ଯୀଶୁଙ୍କୁ ପ୍ରାଣ ଦଣ୍ଡର ଜର୍ଜ ଦିଆହେଲା, ଯୀଶୁଙ୍କୁ ପ୍ରାଣଦଣ୍ଡ ବି ଦିଆହେଲା, ସେହି ସମୟରେ ସେ ପ୍ରକାଶ ପାଉନାହାନ୍ତି। କିନ୍ତୁ ଆକସ୍ମିକ ଭାବରେ ଯେତେବେଳେ କହିଥିବେ, ପିଲା ତ ଆଶ୍ଚର୍ଯ୍ୟ ହେଇଯାଇଥିବ, ଇଏ ତ ଆମ ସମସ୍ତଙ୍କ ସଦସ୍ୟରୁ ଜଣେ ଥିଲା, ଏ କିପରି ଯୀଶୁଙ୍କୁ
ନିମନ୍ତେ ଠିଆ ଅଛି। ଆଉ ସେଇଦିନ ହାରାମାତିଆର ଯୋସେଫ କ୍ରୁଶବିଦ୍ଧ ଯୀଶୁଙ୍କର ସପକ୍ଷ ନେଇଥିଲା। ସମସ୍ତ ଜନଗଣନା ଗୋଟେ ଶକ୍ତିଶାଳୀ ଯୀଶୁଙ୍କର ସପକ୍ଷ ନେଇଥିଲେ, ଯେଉଁମାନେ ଆଉ ସୁସ୍ଥତା କରିପାରୁଥିଲା, ଯେଉଁ ଯୀଶୁ ସମୁଦ୍ରକୁ ବନ୍ଦ କରିଦେଇ ପାରୁଥିଲା, ଯେଉଁ ଯୀଶୁ ମରିଥିବା ଲୋକ ଜୀବନ ଦେଇ ଦେଉଥିଲା, ସେଇ ଯୀଶୁଙ୍କର ସପକ୍ଷ ସମସ୍ତେ ନେଇଥିଲେ। କିନ୍ତୁ ହାରାମାତିଆର ଯୋସେଫ ସେ କ୍ରୁଶବିଦ୍ଧ ଯୀଶୁଙ୍କର ସପକ୍ଷ ନେଇଥିଲେ। ତାପରେ କ'ଣ ହେଲା ନା ସିଏ, ଆମେ ଯେହେତୁ ଆଜିର ବିଷୟକୁ ଯିବା, ମୁଁ ପୂର୍ବ ଭାଷାରେ ଏହା କହୁଛି। ଆଉ ତାପରେ କ'ଣ ହେଲା, ସେ ଯୀଶୁଙ୍କୁ ପିଲାତଙ୍କ ଠାରୁ ଯୀଶୁଙ୍କର ମର ଶରୀର ମାଗିଲା। ବାଇବଲରେ ଲେଖାଯାଏ ଯେ ଆଉ ହାରାମାତିଆର ଯୋସେଫ ଯୀଶୁଙ୍କୁ ପିଲାତଙ୍କୁ ଯୀଶୁଙ୍କର ମର ଶରୀର ମାଗିଲେ, କିନ୍ତୁ ପିଲାତ କ'ଣ ଦେଲେ, ତାଙ୍କର ମୃତ ଦେହ ପ୍ରଦାନ କଲେ, ଲେଖାଯାଏ। ତାପରେ କ'ଣ ହେଲା ନା ଆଉ ଯୋସେଫ ଯୀଶୁଙ୍କୁ ସମାଧି ଦେଲା। ସେଇ ସମୟରେ ନିକୋଦିମ ବି ଆସିଲା, ଆଉ ସମାଧି ଦେଲେ। ଆମମାନେ ଏଠାରେ ଯୋସେଫଙ୍କର ଭିତରେ ଗୋଟିଏ ବିଷୟ ଲକ୍ଷ୍ୟ କରିବା ଯେ ଯୋସେଫ ଜଣେ ଧନୀ ଲୋକ ଥିଲେ, ସମ୍ଭ୍ରାନ୍ତ ଲୋକ ଥିଲେ। ତାଙ୍କର ରାଜନୀତି ବୋଲେ ଧର୍ମରେ ବି ତାଙ୍କର ସ୍ଥାନ ଥିଲା। ହ୍ୟାଲୋ। ଯେତେବେଳେ ସେ ଯୀଶୁଙ୍କ ଶରୀରକୁ ଆଣିଲେ ଆଉ ସମାଧି ଦେଲେ, ସେଇଦିନ ଯୋସେଫଙ୍କର ମଧ୍ୟ କିଛି ସମାଧି ହେଇଥିଲା। କ'ଣ ସମାଧି ହେଇଥିଲା ଯୋସେଫଙ୍କର? ତାର ଅର୍ଥନୈତିକ ତାକୁ ସେ ସମାଧି ଦେଇଥିଲେ। ତାର ସୋସିଆଲି ସାମାଜିକ ଯେଉଁ ତାର ପାୱାର ଥିଲା ତାକୁ ସମାଧି ଦେଇଥିଲେ। ଆଉ ଧାର୍ମିକ ଭାବରେ ମଧ୍ୟ ରିଲିଜିୟସଲି ସେ ଧାର୍ମିକତାରେ ମଧ୍ୟ ବୋଲେ ତାଙ୍କର ଧର୍ମ ଅନୁଷ୍ଠାନର ମଧ୍ୟ ସେ ଗୋଟେ ସଦସ୍ୟ ଥିଲେ, ତାକୁ ବି ସମାଧି ଦେଇଥିଲେ। ଯୀଶୁଙ୍କର ସମାଧି ହେଲା, ଯୋସେଫଙ୍କର କିଛି ବିଷୟ ତାର ମହାନତା, ତାର ଧନ ସମ୍ପତ୍ତି, ତାର ସମସ୍ତକୁ ସେ ସମାଧି ଦେଇଥିଲେ। ଆଉ ଦୁଇ ଜଣଙ୍କ ବିଷୟରେ ଆମେ ସେଇଦିନ ଦେଖୁଛୁ ଯେ ମଗଦଲିନୀ ମରିୟମ ଆଉ ଯାକୁବ ଯୋସେଫର ମାତା ମରିୟମ ସମସ୍ତେ ଚାଲିଗଲେ, କିନ୍ତୁ ସେମାନେ ଧୈର୍ଯ୍ୟର ସହିତ ସମାଧିରେ ଜଗିଥିଲେ। ସେମାନେ ନାରୀମାନେ, କିନ୍ତୁ ସେମାନେ ଶେଷ ପର୍ଯ୍ୟନ୍ତ କ'ଣ ଘଟୁଛି ତାହା ଜଗିକି ରହିଥିଲେ। ସେମାନଙ୍କୁ ବି ଆମମାନେ ବହୁତ ପ୍ରଶଂସା ଦେବା ଦରକାର ଯେ ଏତେ ବଡ଼ ଘଟଣାରେ ସେମାନେ କିପରି ନିଜକୁ ସାହସ ଦେଇ ଆଉ ସେମାନେ ଆଉ ଶେଷ ପର୍ଯ୍ୟନ୍ତ ରହିଲେ। ଏ ହେଉଛି ଗତକାଲିର ସମସ୍ତ ବିଷୟ ଆମମାନେ ଦେଖିଲୁ ଯେ ଯୋସେଫ କିପରି ସମାଧି ଦେବା ଦ୍ୱାରା ନିଜର ମର୍ଯ୍ୟାଦାକୁ, ନିଜର ପୋଜିସନକୁ, ନିଜର ଅର୍ଥନୈତିକକୁ ସେ ସମାଧି ଦେଲେ। ଆଉ ଯୋସେଫ, ହାରାମାତିଆର ଯୋସେଫ ସେଇ ଦିନ ଠାରୁ, ସେଇ ଜିହୁଦୀ ଅନୁଷ୍ଠାନର ଠାରୁ ସେ ସମ୍ପୂର୍ଣ୍ଣ ଅଲଗା ହେଇଗଲେ। ଆଉ ଜିହୁଦୀ ଅନୁଷ୍ଠାନରେ ତାକୁ ସ୍ଥାନ ମିଳିଲା ନାହିଁ, କାରଣ ତାର ଲାଇନ ଅଲଗା ହେଇଗଲା। ସେ ଯୀଶୁଙ୍କର ଶିଷ୍ୟ ହେଇଗଲେ। ଆଉ ଆମମାନେ କାଲିର ଘଟଣା ଦେଖିଲୁ। ଆଉ ଆଜି ଆମମାନେ ଦେଖିବା, ଆଜିର ବିଷୟକୁ ବି ଯିବା। କିନ୍ତୁ ଗୋଟେ ପ୍ରଶ୍ନ ଆମମାନଙ୍କ ମଧ୍ୟରେ ଅଛି, ଅନେକଙ୍କ ମଧ୍ୟରେ ଥାଏ ଯେ ଯାହା ବାଇବଲ ଚାରି ମଙ୍ଗଳ ସୁସମାଚାର ତାକୁ ପ୍ରକାଶ କରିନି, ତାହା କ'ଣ ନା ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟରେ ଯୀଶୁଖ୍ରୀଷ୍ଟ କେଉଁଠାରେ ଥିଲେ ଆଉ ଯୀଶୁଖ୍ରୀଷ୍ଟ କ'ଣ କରୁଥିଲେ। ଗୋଟେ ଫେମସ୍ ବାକ୍ୟ ଅଛି, ସମସ୍ତେ ଜାଣନ୍ତି, ଆଉ ତାକୁ ଅଲଗା ଅଲଗା ଭାବରେ ବି ଇଣ୍ଟରପ୍ରିଟେସନ୍ ହୁଏ, ଅନୁବାଦ ହୁଏ। ଆଉ ତା ମାନେ ଦେଖିବା ପ୍ରଥମ ପିତର ତାର 3ର
କାଲି ଆମମାନେ ହ୍ୟାଲୋ ଲୁକ 23:44 ପଢ଼ିବେନି। ଲୁକ 23:44 ଆମେ କାଲି ଗୋଟେ ବାଣୀ ଦେଖିଲୁ। ଆଉ ଯୀଶୁ ସେ କ'ଣ କରୁଛନ୍ତି, ଉଚ୍ଚ ସ୍ୱରରେ ଡାକି କହିଲେ, ଆଉ କାହାକୁ କହିଲେ? ପିତାଙ୍କୁ କହିଲେ ଯେ ହେ ପିତା, ମୁଁ ମୋର ଆତ୍ମା ତୁମକୁ ସମର୍ପଣ କରୁଅଛି। ଆମମାନେ ଆସିବା ଏଇ ପିତର 3:18-20କୁ ଆସିବା। ଏଠାରେ ଆମେ କାଲି ଦେଖିଲୁ ଯେ ଯୀଶୁଖ୍ରୀଷ୍ଟ କିପରି ଗୋଟିଏ ଦୁର୍ବଳ ଥିଲେ, ଏତେ ବ୍ୟଥା ସହିଲା ପରେ ସେ ଉଚ୍ଚ ସ୍ୱରରେ ଆଉ ପରମେଶ୍ୱରଙ୍କୁ କହୁଛି, ହେ ପିତା, ମୁଁ ନିଜର ଆତ୍ମା ତୁମକୁ ସମର୍ପଣ କରୁଅଛି। ଏଠାରେ ଆମେ ଜାଣିବାକୁ ପାଉଛୁ ଯେ ଯୀଶୁଖ୍ରୀଷ୍ଟଙ୍କ ମରଣ ଅନ୍ୟମାନଙ୍କ ଠାରୁ ସେ ଅଲଗା ଥିଲେ। ଆଉ ଯୀଶୁଖ୍ରୀଷ୍ଟଙ୍କର ଆତ୍ମା ବା ସେ ନିଜେ ଆଉ ପରମେଶ୍ୱରଙ୍କୁ ଦେଲେ। ଆଉ ବାକ୍ୟ କହେ ଯେ ସିଏ ନିଜେ ମୃତ୍ୟୁବରଣ କଲେ, ତାକୁ କେହି ମୃତ୍ୟୁ ଦେଇପାରିନଥାନ୍ତେ। ତେଣୁ ଆଉ ଏଇଠାରେ ଯୀଶୁ କହୁଛନ୍ତି ନା, ଉଚ୍ଚ ସ୍ୱରରେ ଡାକି କହୁଛନ୍ତି, ହେ ପିତା, ମୁଁ ମୋର ନିଜର ଆତ୍ମା ତୁମକୁ ସମର୍ପଣ କରୁଅଛି। ଆଉ ଗୋଟେ ବିଷୟ କାଲି ଆମେ ଦେଖିଛୁ, ଦ୍ୱିତୀୟ ବାଣୀ। ଆଉ ତାର ପାଖର ଗୋଟିଏ ଚୋରକୁ ଆଉ ଯୀଶୁ କହୁଅଛନ୍ତି, ଆଜି ତୁମେ ମୋ ସହିତ ପାରଦେଶରେ ଉପସ୍ଥିତ ହେବ। ଆମେ ଦେଖିଲୁ ଯୀଶୁଖ୍ରୀଷ୍ଟ ଦୁଇଟି ବିଷୟ କହିଲେ। ତାଙ୍କର ଆତ୍ମାକୁ ସେ ଈଶ୍ୱରଙ୍କ ପିତାଙ୍କ ନିକଟରେ ସମର୍ପଣ କରୁଛନ୍ତି। ଆଉ ଗୋଟେ ଆଜି ତୁମେ ମୋ ସହିତ ପାରଦେଶରେ ଉପସ୍ଥିତ ହେବ। ଯୀଶୁଙ୍କ ଠାରୁ ଯେତେବେଳେ ଆଉ ତାଙ୍କର ମୃତ୍ୟୁ ହେଲା, ଯୀଶୁଙ୍କର ଆତ୍ମା ଯୀଶୁଙ୍କ ଶରୀର ଠାରୁ ଅଲଗା ହେଇଗଲା। ତାପରେ କ'ଣ ହେଲା ନା, ଏଇ ପ୍ରଥମ ପିତର 1:3-18 ଆମେ ଦେଖୁଛୁ ଯେ ସେଠାରେ ଲେଖାଯାଏ 18-19-20, ଯେଣୁ ଆମମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ। ଏଠାରେ ଲେଖାଯାଏ ଯେ ପିତର ଏଠାରେ ଲେଖୁଛନ୍ତି। ମାଥିଉ, ମାର୍କ, ଲୁକ, ଜୋନ୍ ଏମାନେ ଏ ବିଷୟରେ କିଛି ଲେଖିନାହାନ୍ତି। କାରଣ ସେ 4 ଜଣ କ'ଣ ଥିଲେ? ସେମାନେ ପ୍ରତ୍ୟକ୍ଷଦର୍ଶୀ ଥିଲେ, ଯୀଶୁଙ୍କ ପାଖରେ ଥିଲେ, କ'ଣ ଘଟଣା ଘଟୁଅଛି ତାହା ଦେଖୁଥିଲେ। ତେଣୁ ସେମାନେ ଲେଖିଅଛନ୍ତି। ସେମାନେ ଲେଖିଛନ୍ତି କ'ଣ? ଇତିହାସ, ହିଷ୍ଟ୍ରି। କିନ୍ତୁ ଏଠାରେ ପିତର ଲେଖୁଛନ୍ତି କ'ଣ? ତାର ରହସ୍ୟ, ମିଷ୍ଟ୍ରି। ଆଉ ପିତର ଏଠି କହୁଛନ୍ତି ଯେ ଯୀଶୁ କିପରି ଆଉ ସେଇ ବନ୍ଦୀ ଆତ୍ମାମାନଙ୍କୁ ସେ କେଉଁଠି ଗଲେ? ଭୂଗର୍ଭକୁ ଗଲେ ବା ଅଧଲୋକ ଗଲେ। ଅଧଲୋକକୁ ଆଉ ବାଇବଲରେ, ଇଂଲିଶ ବାଇବଲରେ କୁହାଯାଏ ନା ସିଓଲ। ପୁରାତନ ନିୟମରେ ସିଓଲ କୁହାଯାଏ। ପୁରାତନ ନିୟମ ଏବ୍ରି ଭାଷାରେ ଲେଖାଯାଉଛି। ଆଉ ସେଇ ଅଧଲୋକକୁ ବା ପାତାଳକୁ ସିଓଲ କୁହାଯାଏ। ଆଉ ନୂତନ ନିୟମ ଆମର ଗ୍ରୀକ୍ ଭାଷାରେ ଲେଖାଯାଉଛି, ଆଉ ସେଇଟାରେ ତାକୁ କୁହାଯାଏ ହେଡେସ୍। ଆଉ ଏଠାରେ ଆଉ ଯୀଶୁଙ୍କର ଆତ୍ମା ସେ କେଉଁଠି ଗଲେ ନା, ସେଇ ଅଧଲୋକକୁ ଗଲେ। ଆଉ ଅଧଲୋକ ସେଇ ସମୟରେ 2ଟି ଜାଗା ଥିଲା। ଅଧଲୋକରେ 2ଟି ଜାଗା ଥିଲା। ଗୋଟିଏ ହେଉଛି ବିଶ୍ୱାସୀମାନେ, ଯେଉଁମାନେ ପ୍ରଭୁଙ୍କର ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ଠାରେ ଗମନାଗମନ କରିଛନ୍ତି, ବିଶ୍ୱାସ କରିଛନ୍ତି, ସେମାନେ ଗୋଟିଏ ଜାଗାରେ ରହିବେ। ଆଉ ଗୋଟିଏ ଜାଗାରେ ଯେଉଁମାନେ ପାପ କର୍ମ କରିଅଛନ୍ତି, ଈଶ୍ୱରଙ୍କୁ ମାନିନଥିଲେ, ସେମାନେ ରହିଥିଲେ। କାରଣ ଆମମାନେ ଗୋଟିଏ ଦୃଷ୍ଟାନ୍ତ ଦେଖୁଛୁ। ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟ ଏଇ ଜଗତରେ ଥିଲେ, ସେହି ସମୟରେ ଯୀଶୁଖ୍ରୀଷ୍ଟ ଗୋଟିଏ ଦୃଷ୍ଟାନ୍ତ ଦେଇଥିଲେ ଲାଜାର ଆଉ ଧନୀ ବ୍ୟକ୍ତିଙ୍କ ବିଷୟରେ। ଏଇ ଦୃଷ୍ଟାନ୍ତ ମୋ ମତରେ ଗୋଟିଏ ଦୃଷ୍ଟାନ୍ତ ନଥିଲା। ଯୀଶୁଖ୍ରୀଷ୍ଟଙ୍କର ଏଇ ଜଗତରେ ଜନ୍ମ ହେବା ପୂର୍ବରୁ ଏଇ ବିଷୟ ଘଟି ଯାଇଥିଲା। ଏଇଟା ସତ୍ୟ ଘଟଣାକୁ ଯୀଶୁଖ୍ରୀଷ୍ଟ ପ୍ରକାଶ କରିଅଛନ୍ତି। କାହିଁକି ନା ଯୀଶୁଖ୍ରୀଷ୍ଟ ଯେତେ ସାରା ଦୃଷ୍ଟାନ୍ତ ଦେଇଛନ୍ତି, ସମସ୍ତଙ୍କ ଠାରେ ସେ କୌଣସି ଜାଗାରେ ନାମ କାହାର ନେଇନାହାନ୍ତି।
कौन दृष्टांत जीशुख्रीष्ट नाम प्रकाश करना किंतु एइटारे सी लाजार नाम प्रकाश कर तेणु यह गोटे सत्य घटना पर आधारित जीशुख्रीष्ट जितेबाला जगत जन्म नथिले से समय ये घटना घटी अच्छी आ दुई जन थे आए गोटे धनी व्यक्ति आ जड़े हूँ लाजार आउ से विषय वस्तु आप समस्ते जानते जितेबाला दुई जन सारा मरीगले से गोटे लोक गले आउ से नरक जगह को दुई जन सारा अध लोक को गले अध लोक आउ हेडिस रे दुईटी जगह थिला तेणु जितेबाला इस्राएल बा जाकुब जगत थे जोसेफ्र मृत्यु है बोली तार भाई मैंने जितेबाला खबर देले से ही समय रे आउ जाकुब कहते ना मु मोर पुत्र को अधोलोक देखा करी तार तो से जानी अधोलोक मोर पुत्र जोटार पारादेश अच्छी से थे मुझे देखा करी आतेबले आई धनी लोक देखुची आई पारादेश जहाँ अब्राहम कोल बोली भी कहुए सेटार से लाजार अच्छी आउ धनी व्यक्ति अच्छी दुई जन तार अधोलोक अच्छा आउ से देखुची आउ से सुखर अच्छी से समय से अब्राहम को कहूँ हे पिता अब्राहम से लाजार को मो निकट को पठाओ से मत तार अंगिड़ी पानी देले मोर तृषा मिल तार अर्थ कौन है कौन मान जाना ना दुईटी जगह आउ पाखरे पाखरे थिला तेणुक से देखिपारे आ कथबार्ता भी हो पारे कथबार्ता भी होती आई विषय प्रकृत आपने विश्वास करूँ यह सत्य घटना पर आधारित थिला दृष्टांत आकार कहले किंतु सत्य विषय बोली आम को जाना आवश्यक आतेबले जीशुंकर आत्मा से गला अनेक लोक कहते यही पितर तार प्रथम पितर 3:18-20 विभिन्न प्रकार मत दिखती गोटे प्रकार लोक मत कौन दिखती ना सी जितेबाला तल को लिखाई नौको समय रे जो माने अनुताप करने निमंते सुजोग पाई नथिले से माननकु जीशुख्रीष्ट जाई से अधोलोक सुसमाचार प्रचार कला बोली अनेक कहते किंतु ता केबे भी संभव हो पारिबो नाही आ वाक्य सम्मत भी नुहे केबे मध्य जड़े लोक मृत्यु है परे ताकू आउ थरे सुजोग दिया जाई पारिबो नाही आउ गोटे विषय जे से नौको समय से अनुताप करने समय मिल नथिला सुजोग मिल नथिला यह कहवा ठीक है ना कारण नौकर जहाज निर्माण करने नौ को 120 वर्ष समय लगी 120 वर्ष नौ प्रचार करते शुणी किंतु से विश्वास कर तेणु से माने अधोलोक अच्छा से जीशुख्रीष्ट सुसमाचार से दिन कही नथिले आ गोटे विषय जे मनुष्य मान निमंते द्वितीय थर सुसमाचार हो पार नहीं दयाक पढ़ु एब्री 9 पर्वर 27-28 पद एब्री 9 एवरी 9 पर्व 27-28 कौन ठीक अच्छे पूरा पढ़ले आठ आम देखलु मनुष्य निमंते थरे मात्र मृत्यु आउ से सीधा विचार को जीव आउ थे ताको सुजोग दिहबन आम केमिति कहीपर जे नौक समय जे मैंने मृत्युवरण करते से पुनर्बार सुजोग देवे ता भी आउ किसी लोक कहते ना जो दूत मैंने लुचिफर सहित मिसी परमेश्वर सहित विद्रोह कले आ जगत पतित हो गले से पतित दूत मानक जीशुख्रीष्ट से दिन सुसमाचार कहला यह भी हो पार ना कारण दूत मान निमंते जीशुंकर उद्धार कार्य नाला आ दूत मानू से कौन करते विचार निमंते अलरेडी से बंदी कर रखिंट
ସେମାନଙ୍କୁ ସିଧା ନରକରେ ପକାଇବେ। ଆଉ ତାହା ମଧ୍ୟ ବାକ୍ୟର ଅଛି। ଆଉ ଦୂତମାନେ କିପରି ସେମାନେ ରକ୍ଷା ପାଇବେ? ଆଉ ଏଭ୍ରି 2:16 ଦୟାପରେ ପଢ଼ନ୍ତୁ। ଏଠାରେ ଆମେ ଦେଖିଲୁ ଏଭ୍ରି ତାର ଏଠାରେ ମଧ୍ୟ ସେ ଦୂତମାନଙ୍କୁ କ'ଣ କରିଅଛନ୍ତି ନା, ଆମେ ଯେହେତୁ ଆଉ ବାକ୍ୟକୁ ପଢ଼ିଲେ ଆମ ଅଧିକ ସମୟ ହେବ, ତେଣୁ ଆପଣମାନେ ଯାହା ଶୁଣୁଛନ୍ତି ତାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ତେଣୁକରି ଦୂତମାନଙ୍କ ନିମନ୍ତେ ଆଉ ମୁକ୍ତିର ଘୋଷଣା ହେଲା ନାହିଁ, ଆଉ ସୁସମାଚାର ସେମାନଙ୍କ ପାଇଁ ଆଉ ନଥିଲା। ତେବେ ଯୀଶୁ ଆଉ ସେଇଟାରେ କ'ଣ ପ୍ରଚାର କଲେ? ସେ ତ ଆଉ ନୋଙ୍କ ସମୟରେ ମୃତ ଲୋକମାନଙ୍କୁ ପ୍ରଚାର କରୁନାହାନ୍ତି, ଦୂତମାନଙ୍କୁ ପଚାରୁନାହାନ୍ତି। ତ ବାକ୍ୟ କ'ଣ କହେ? ବାକ୍ୟ କହୁଛି ଯେ ଯୀଶୁଙ୍କର ଆତ୍ମା ସେଇ ଜାଗାକୁ ଗଲା, ଆଉ ସେ କ'ଣ କଲା? ପ୍ରଚାର କଲା। ସେଟା ଏପରି ଲେଖାଯାଇଛି ନାହିଁ ଯେ ସେ ସେଠାରେ ସୁସମାଚାର ପ୍ରଚାର କଲା। ସେ ତାପରେ ସେ ସେଠାରେ କ'ଣ ପ୍ରଚାର କଲା? ଯୀଶୁଖ୍ରୀଷ୍ଟ ସେଠାରେ ପ୍ରଚାର କଲା, ମୁଁ ଆଉ ଯେଉଁ ଦୂତମାନେ ପରମେଶ୍ୱରଙ୍କୁ ବିଦ୍ରୋହ କରି ଆସିଥିଲେ ସେମାନଙ୍କୁ ଯୀଶୁ କହୁଛନ୍ତି ଯେ ମୁଁ ଆଉ ଯେ ମୃତ୍ୟୁକୁ ଜୟ କରିଅଛି, ମୋର ମୃତ୍ୟୁ ଦ୍ୱାରା ମୃତ୍ୟୁକୁ ମୁଁ ମୃତ୍ୟୁ ଦାନ କରିଅଛି। ଏହା ତୁମମାନଙ୍କୁ ଜାଣିବା ନିମନ୍ତେ ସେ ଦୂତମାନଙ୍କୁ ଆଉ ସେଇ ନରକରେ ଥିବା ଲୋକମାନଙ୍କୁ ଘୋଷଣା କଲେ ଯେ ଯେଉଁ ଏଗ୍ରିମେଣ୍ଟ ମୁଁ ପରମେଶ୍ୱରଙ୍କ ଦ୍ୱାରା କରିଥିଲି ସେଇଦିନ ମୁଁ ଆଜି ପୂର୍ଣ୍ଣ କରିଅଛି, ଆଉ ମୁଁ ବିଜୟ ପାଇଅଛି, ଆଉ କ୍ରୁଶରେ ମୁଁ ବିଜୟ ପାଇଅଛି। ଏହା ସେଦିନ ଆଉ ଯୀଶୁଖ୍ରୀଷ୍ଟ ସେଇଠାରେ ଘୋଷଣା କଲେ। ଦୁଇଟି ଜାଗା ଥିଲା। ଗୋଟିଏ ଜାଗାର ଲୋକମାନଙ୍କୁ, ପତିତ ଦୂତମାନଙ୍କୁ, ପାପୀମାନଙ୍କୁ ସେଇଠାରେ ସେ ଏହି ବିଷୟ ଘୋଷଣା କରୁଅଛନ୍ତି। ତାହା ପଢ଼ନ୍ତୁ କଲସ୍ୟ 2:15। କଲସ୍ୟ 2:15। ଯେଉଁ ଯୀଶୁଖ୍ରୀଷ୍ଟ କ୍ରୁଶରେ ବିଜୟ ଯାତ୍ରା କଲେ, ନିଜର ମୃତ୍ୟୁ ଦ୍ୱାରା ମୃତ୍ୟୁକୁ ମୃତ୍ୟୁ ଦାନ କରିଅଛନ୍ତି, ତାହା ସେ ସେଠାରେ ପ୍ରକାଶ କରୁଅଛନ୍ତି। ଏଇ ସମସ୍ତ ଦୂତମାନଙ୍କୁ ଆଉ ସେଇ ପାପୀମାନଙ୍କୁ ସେ ଘୋଷଣା କଲେ। ତାପରେ କ'ଣ ହେଲା? ଆଉ ଗୋଟିଏ ଜାଗା ସେଠାରେ ଥିଲା, ଯେଉଁଠାରେ କି ଆଉ ପାରାଦୀସ ସିଓଲରେ ଦୁଇଟି ଜାଗା ଥିଲା। ମୁଁ କହିଲି ଗୋଟିଏ ଜାଗାରେ ଆଉ ପତିତ ଦୂତମାନେ ତ ବନ୍ଦୀ ଅଛନ୍ତି, ଆଉ ଅଧାର୍ମିକମାନେ ଥିଲେ। ଆଉ ଗୋଟିଏ ଜାଗାରେ ଧାର୍ମିକ ବ୍ୟକ୍ତିମାନେ ଥିଲେ, ଯେଉଁଠାରେ ଅବ୍ରାହମ ଥିବ, ଇସାକ୍ ଥିବ, ଯାକୁବ ଥିବ, ଆଉ ମରିୟମ ବି ଥିବ। ତାପରେ ଏ ଚୋର ମଧ୍ୟ ଥିବ, ଯେହେତୁ ଯୀଶୁଙ୍କ ସହିତ ଚୋର ସେଦିନ ପଳେଇ ଯାଇଛି, ପାରାଦୀସକୁ ଉପସ୍ଥିତ ହେଇଯାଇଛି। ଯେଉଁଠାରେ ଅବ୍ରାହମ ଅଛି, ଯେଉଁଠାରେ ଇସାକ୍ ଅଛି, ଯେଉଁଠାରେ ଯାକୁବ ଅଛି, ଯେଉଁଠାରେ ମରିୟମ ଅଛି, ସେଇଠାରେ ଚୋର ମଧ୍ୟ ଅଛି। ତାପରେ ଯୀଶୁ ସେମାନଙ୍କ ସହିତ ନିଶ୍ଚିତ କଥାବାର୍ତ୍ତା କରିଥିବେ। ଟିକେ ଭାବି ଦେଖନ୍ତୁ, ସେମାନେ ଯୀଶୁଙ୍କୁ ପାରାଦୀସରେ ଉପସ୍ଥିତ ଦେଖି ସେମାନେ କ'ଣ ଭାବିଥିବେ, କେତେ କଥା ହେଇଥିବେ। ଆଉ ଚୋର କ'ଣ ହେଇଥିବ? ସେ ଯାହାଙ୍କ ବିଷୟରେ ଅବ୍ରାହମଙ୍କ ବିଷୟରେ ଶୁଣିଥିଲା, ଇସାକଙ୍କ ବିଷୟରେ ଶୁଣିଥିଲା, ତାହାଙ୍କୁ ସେ ପାରାଦୀସରେ ଦେଖୁଛି, ସେ କ'ଣ ହେଇଛି? ତାପରେ ଆଉ ସେ ନିଜକୁ ବହୁତ ଗର୍ବ ଅନୁଭବ କରୁଥିବ। ଆମେମାନେ ମଧ୍ୟ ଯଦି ଈଶ୍ୱରଙ୍କର ବା ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁକୁ ବିଶ୍ୱାସ କରିବା, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ବିଶ୍ୱାସ କରିବା, ତାହେଲେ ଆମେମାନେ ପାରାଦୀସରେ ଉପସ୍ଥିତ ହେବା। ଆଉ ଯଦି ଆପଣମାନେ ଭାବନ୍ତୁ, ଆମେ ଯେତେବେଳେ ମୃତ୍ୟୁ ପରେ ଯୀଶୁଙ୍କର ଆଗମନ ପୂର୍ବରୁ ପାରାଦୀସକୁ ଯିବା, ସେଠାରେ ମା' ମାନେ ଯଦି ଯୀଶୁଙ୍କର ମାତା ମରିୟମଙ୍କ ସହିତ ଭେଟିବେ, ସେମାନେ କେମିତି ଅନୁଭବ କରିବେ? ଯଦି ସେଇ ଏତେ ଆନନ୍ଦର ସୌଭାଗ୍ୟତା ଅନୁଭବ କରିବାର ଅଛି, ତାହେଲେ ଆମମାନେ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଆଉ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆଉ ଯୀଶୁଖ୍ରୀଷ୍ଟଙ୍କର ସମାଧିକୁ ଆମମାନେ ବିଶ୍ୱାସ କରିବାକୁ ହେବ, ଆଉ ସ୍ୱୀକାର ମଧ୍ୟ କରିବାକୁ ହେବ।
तापर कौन है ना जीशुख्रीष्ट से विश्वासी मान सहित पारदेश उपस्थित है कथबार्ता है से कौन कर समस्त को लेकिन तृतीय स्वर्ग को चली जाऊ दुईटी जगह थिला गोटे जगार अविश्वासी मान थे आ गोटे जगार विश्वासी मान थे विश्वासी मान से अधलोक जगार रहीगले विश्वास अविश्वासी मान रहीगले विश्वासी मान को जीशु सांगरे नहीं कौन है तृतीय स्वर्ग को चली गले एवं आम मैंने जिते जी अधलोक को जीवा ना आम तृतीय स्वर्ग सीधा जी आम मैंने से धनी लोक को देखी पार्बा ना आम मैंने धनी लोक को देखी पार्बा ना कारण जीशुख्रीष्ट से विश्वासी मान को पारदेश को नहीं जाइए तृतीय स्वर्ग को तेणु आईटा को जीशुख्रीष्ट समस्त लोक मान से नहीं गले दयापूर्वक पढ़ु एफिसियो तार 4:8 और 9 लेखा अच्छी एपर लेखा अच्छी जे से कौन ले उर्दू को समस्त बंदी मान को जो मैंने अधलोक पारदेश थे विश्वासी माने से समस्त को धरी से उर्दू को चली गले से तल को जाते तल को यही समय लेखा अच्छी जे जे अवतरण करते से जेपर समस्त विषय पूर्ण करती एपाई से समस्त स्वर्गर उर्दू को आरोहण कले आ से तल को जाते से कौन कले ना समस्त विश्वासी मान को से ऊर्ध्व को नहीं गले एवं जो बेले आम मान मृत्यु हे आम मृत्यु है आम मैंने कौटी को जीवा ना ऊर्ध्व लोक को जीवा ऊर्ध्वर पारदेश अच्छी आम मैंने से शिओल बा हेडिस को आम मैंने जीवा ना यहाँ हूँ जीशुख्रीष्ट मृत्यु आ पुनरुत्थान मध्य जीशुख्रीष्ट यही समस्त कार्य कले कौन आम मैंने शिखलु जीशुख्रीष्ट कौन कले ना मर्त्य लोक को गले आउठार शिओल से से कौन कले आर विजय विक्ट्री से कौन कले ना प्रचार कले प्रचार कलापर जिते विश्वासी मैंने से समस्त को धरिक ऊर्ध्व को तृतीय आकाश को से चलीगले तापर आई दिन आम मैंने आउ गोटे विषय देखुचु यह हूँ जीशुंकर कार्य किंतु आम मैंने गोटे आज विषय आम मैंने जदि देखा ना ताले आम मैंने इनकम्प्लीट हो तेणु आज आउ गोटे विषय घटी दयापूर्वक बोलतु लोक 23:54 लोक 23 पर्व ना 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 माथ्यू 24:62-65 आम देखिलु जे से दिन जिते बड़े पूर्व दिन जीशुख्रीष्ट मृत्यु है जोसेफ एमाने खबर देले मगदलनी मर एमाने प्रस्तुत करने निमंते जीशु निमंते चलीगले आउ विश्राम बार कर लोक मैंने जे मैंने से समय जिहुदी लोक थे से मैंने विश्राम अच्छा किंतु आउ गोटे दल अच्छा से आउ शांति मिलूनी से माने क्यों मैंने होती से माने होती फारूसी साधुकी आ महाजाजक मैंने
से माने कौन करछन्ति ना पिलातों निकट को जाउछन्ति आ कहउछन्ति पिलातो महाशय आउ एई लोक जेते बेले बंची थिला सेई समय कहउथिला मु तृतीय दिवस रे उठिबी बोली जेते बेले जीसु को विचार कर जाउथिला एई घटना को से माने कहउथिले ना जीसु ख्रीष्ट कहउथिले जे ए मंदिर को मु 3 दिन रे भांगी देले भी तैयार कर देबे सेई माने आज कहउछन्ति एई जीसु ख्रीष्ट कहउथिले जे मु 3 दिन रे उठी पड़िबे এই বিষয়ে যীশুখ্রিস্ট যেতবে তাকে সেমানে বিচারে তাকে দোষী সাব্যস্ত করা নিমন্তে অলগা রূপে কହୁଥିଲେ কিন্তু আজ সেমানে অলগা রূপে কହୁଛନ୍ତି। ଆଉ ଗୋଟିଏ କଥା ଅଛି ଏଠାରେ ଯେ କାହିଁକି ଫାରୁସି ଓ ସାଧୁକୀ ମାନେ ଯୀଶୁଖ୍ରୀଷ୍ଟଙ୍କୁ କବରକୁ ସୁରକ୍ଷା ଦେବା ପାଇଁ ଦାୟୀ କରିଥିଲେ କାରଣ ଫାରୁସି ଓ ସାଧୁକୀ ମାନେ ସେମାନେ ପୁନରୁତ୍ଥାନରେ ବିଶ୍ୱାସ କରୁନଥିଲେ। से माने पुनरुत्थान रे फारुसी साधुकी माने आ गोटे लोक मला परे तार आउ तार पुनरुत्थान हे यह से माने विश्वास करुनथिले। दयापूर्वक पढ़ंतु माथ्यू तार 22 पदर 23 पद आ फारुसी और साधुकी माने से पुनरुत्थान से माने विश्वास करनथिले तेणु जेतेबेले एई जगत रे जीशुख्रीष्ट थिले आउ से 4 दिन मड़ा लाजार को जेतेबेले आ जीशुख्रीष्ट कबर मध्यरु उठेई आनिले सेई समय से माने लाजार को मारिबा निमंते मध्य चेष्टा करथिले कारण से माने आउ पुनरुत्थान रे विश्वास से माने करुनथिले। जोन 12:10 देखो तुम जोन 12:10 किंतु लाजारों को मध्य बद्ध करने निमंते प्रधान याजक माने मंत्रणा कले कहीं लाजारों को बद्ध करने चाहूले ना से माने विश्वास करुनथिले जे जीशुख्रीष्ट गोटे लोक मृत्युवरण कर तार पुनरुत्थान हम एपरिकी से माने दूत मानकर अस्तित्व उपर से माने विश्वास करुनथिले एणु से माने पितरों को जाई पिलातों को जाई कहउछन्ति जे से प्रबंचक जो जेतेबेले एई जगतर थिला से कहउथिला मु तृतीय दिवस रे पुनरुत्थान हेबी तेणु जदि तार शिष्य मैंने नहीं लुचई देवे आ जीशु उठला बोली कहीदेवे ताले कौन हे प्रथम दशा ठार आ द्वितीय दशा अधिक भयानक हे कारण जितेबले लाजार को प्रभु जीशुख्रीष्ट जीवन दान कले पुनरुत्थान कले से समय अनेक लोक जीशु निकट को चलीगले जहाँ साधुकी और फारसी मानकर शिक्षार विरोध थी एणु से माने आ कौन कले ना लाजारों को भी बद्ध करने चाहते तापर कौन है ना आपण मैंने समस्ते जानते किपर समाधि सुरक्षा है आ तृतीय दिवस पुनर्बार कौन है ना जीशुख्रीष्ट शरीर को जो आत्मा चली जाइला जो आत्मा अधलोक को जाइला जो आत्मा समस्त विश्वासी मान को लेकिन स्वर्ग को चली जाइला से आत्मा पुनर्मिलन आ जीशु शरीर में आसंता काली हे तापर कौन हे ना जीशुख्रीष्ट पुनरुत्थान हे कि आमने यही 8 दिन शिक्षार आम कौन शिखु ना जे आम निमंते जीशुख्रीष्ट यही जगत को आसिले जिसाई भविष्य वक्ता आ रोमियो लेखा जाए जे जीशुख्रीष्ट आम अपराध निमंते से क्षत विक्षत हेले से मृत्युवरण कले आम आरोग्य निमंते बा सुस्थता निमंते से प्रहारित हेले और आम मान को धार्मिक करने निमंते से कौन है ना पुनरुत्थित जदि जीशुख्रीष्ट मृत्यु घटिला पर भी जदि पुनरुत्थान होता ताहले भी आम मानकर धार्मिक होबार असंभव थिला एणु शैतान जीशुख्रीष्ट को मारिबा निमंते केबे भी चाहू नथिला जीशुख्रीष्ट क्रूसीय मृत्यु हो जाओ
ଏହା ଶୈତାନ ବିଫଳ କରିବା ପାଇଁ ଚାହୁଁଥିଲା। ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ 2 ବର୍ଷ ହେଇଥିଲା ସେହି ସମୟରେ ଶୈତାନ ଚାହୁଁଥିଲା ଯୀଶୁଖ୍ରୀଷ୍ଟ ବଡ଼ ନ ହଉ। ଯେତେବେଳେ ଯୀଶୁଖ୍ରୀଷ୍ଟ ବଡ଼ ହେଇଯିବ, ଯୀଶୁଖ୍ରୀଷ୍ଟ କ୍ରୁଶ ମୃତ୍ୟୁ ବରଣ କରିବ, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହେଇଯିବ, ତାହେଲେ ଏଇ ଜଗତ କ'ଣ ହେଇଯିବ ନା ପରିତ୍ରାଣ ପାଇଯିବ। ତେଣୁ ଅନେକ ସମୟରେ ସେ ଆଉ ଚେଷ୍ଟା କରିଛି, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ତାର କ୍ରୁଶ ମୃତ୍ୟୁ ଭୋଗ କରିବା ଠାରୁ ତାକୁ ବଞ୍ଚିତ କରିପାରି ନାହିଁ। ଆଉ ଅନେକ ବିଷୟରେ ଆଉ ଗୋଟେ ଦିନ କ'ଣ ହେଲା ନା, ଯେତେବେଳେ ଏଇ 8 ଦିନ ଭିତରେ ଯୀଶୁ ଯେତେବେଳେ ଏଇ ଜଗତରେ ଥିଲେ, ଆଉ ଗ୍ରୀକରୁ କେତେ ଲୋକ ଆସିଲେ। ଗ୍ରୀକର ଲୋକମାନେ ଆସିଲେ ଆଉ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ, କାରଣ ଗ୍ରୀକ ଲୋକମାନେ ସେହି ସମୟରେ ଆଉ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟରେ, ଯୀଶୁଖ୍ରୀଷ୍ଟଙ୍କର କଥାରେ ସେମାନେ ଆକର୍ଷିତ ହୋଇ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିଲେ। ଆଉ ସେମାନେ କ'ଣ ଚାହୁଁଥିଲେ, ଦେଖୁଥିଲେ ଯେ ଯୀଶୁଖ୍ରୀଷ୍ଟ କିପରି ଫାରୁସି, ସାଧୁକୀ ଓ ଯାଜକମାନଙ୍କଠାରେ ସେ ସଂଘର୍ଷ କରି ଜୀବନ କାଟୁଅଛନ୍ତି। ଏଣୁ ସେମାନେ ଯାଇକି କହୁଛନ୍ତି, ଆଉ କହୁଛନ୍ତି ଯେ ଆମମାନେ କ'ଣ କରିବାର ଅଛି ନା ଯୀଶୁଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରିବାର ଅଛି। ଦୟାପୂର୍ବକ କାଢ଼ନ୍ତୁ ମାଥ୍ୟୁ ତାର 12ରୁ 20ରୁ 26 ପଢ଼ନ୍ତୁ ନାହିଁ, ମୁଁ କହୁଛି। ଆଉ ଗ୍ରୀକ ଲୋକମାନେ ଗଲେ ଆଉ ଫିଲିପଙ୍କୁ କହୁଛନ୍ତି ଯେ ଆମମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରିବୁ, କାରଣ ସେମାନେ ଦେଖୁଥିଲେ ଯେ ଯାଜକମାନେ, ଫାରୁସୀମାନେ, ସାଧୁକୀମାନେ ସେମାନେ କ'ଣ କରୁଅଛନ୍ତି ନା ଯୀଶୁଙ୍କୁ ମୃତ୍ୟୁ ଦେବା ନିମନ୍ତେ, ତାଡ଼ନା ଦେବା ନିମନ୍ତେ ଯୋଜନା କରୁଅଛନ୍ତି। ସେମାନେ ତାଙ୍କୁ ବିଶ୍ୱାସ କରୁଥିଲେ। ସେମାନେ କ'ଣ କରୁଥିଲେ, ତାକୁ ଯୀଶୁଙ୍କୁ ଗ୍ରୀକକୁ ନେଇଯିବା ପାଇଁ ସେମାନେ ଇଚ୍ଛା କରୁଥିଲେ। ଆଉ ସେମାନେ ଯେତେବେଳେ ଯୀଶୁଙ୍କ ନିକଟକୁ ଗଲେ, ଯୀଶୁ ସେମାନଙ୍କୁ କହୁଅଛନ୍ତି, ଆଉ ଯୀଶୁଖ୍ରୀଷ୍ଟ ସେମାନଙ୍କୁ କହୁଅଛନ୍ତି। ଆଉ ସେହି ସମୟରେ ଯୀଶୁଙ୍କୁ ଯାଇ ଯେତେବେଳେ ଫିଲିପ କହୁଅଛନ୍ତି ଯେ ଗ୍ରୀକରୁ କେତେ ଲୋକ ଆସିଛନ୍ତି ଆଉ ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁଛନ୍ତି। ଆଉ ସେହି ସମୟରେ ଯୀଶୁଖ୍ରୀଷ୍ଟ କହୁଅଛନ୍ତି, ଗହମ ଦାନା ଯେତେବେଳେ ପର୍ଯ୍ୟନ୍ତ ମାଟିରେ ନ ପଡ଼ିବ ଆଉ ମାଟିରେ ନ ମରିବ, ତେବେ ସେ କେବେ ବି ତହିଁରୁ ଆଉ ଫଳ ଉତ୍ପନ୍ନ କରିପାରିବ ନାହିଁ। କାରଣ ଯୀଶୁଖ୍ରୀଷ୍ଟ ମୃତ୍ୟୁ କରିବା ନିମନ୍ତେ ସେ ଜଗତକୁ ଆସିଅଛନ୍ତି, ଆଉ ମୃତ୍ୟୁ କରିବା ନିମନ୍ତେ ଯାଉଅଛି, ଆଉ ସମାଧିସ୍ଥ ହେବା ନିମନ୍ତେ ଯାଉଅଛି, ଆଉ ତୃତୀୟ ଦିବସରେ ଉଠିବା ନିମନ୍ତେ ଯାଉଅଛନ୍ତି। ଏହା ସେହି ଲୋକମାନେ ଜାଣିନଥିଲେ। ଆଉ ତେଣୁ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ତାଙ୍କ ଦେଶକୁ ନେବାକୁ ଚାହୁଁଥିଲେ, କିନ୍ତୁ ଯୀଶୁ କ'ଣ କଲେ ନା ସେମାନଙ୍କୁ କହିଲେ, ଗୋଟିଏ ଗହମ ଆଉ ଯଦି ମାଟିରେ ପଡ଼ି ନ ମରିବ ତାହେଲେ ସେ ଫଳ ଉତ୍ପନ୍ନ କରିପାରିବ ନାହିଁ। ତଦ୍ରୂପ ହେଲା, ଯୀଶୁଖ୍ରୀଷ୍ଟ ଏଇ ଜଗତକୁ ଆସିଲେ, ସେ ମୃତ୍ୟୁବରଣ କଲେ, ସମାଧି ହେଲେ, ଆଉ ପୁନରୁତ୍ଥିତ ହେଲେ। ଫଳସ୍ୱରୂପ ଆମମାନେ ତାହାଙ୍କୁ ଜାଣିବାକୁ ପାଇଅଛୁ। ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ, ପୁନରୁତ୍ଥାନ ଆଉ ତାର କବର ଯୋଗୁଁ ଆମମାନେ କ'ଣ କରୁଅଛୁ ନା ଆମମାନେ ଆଜି ଆଉ ତାଙ୍କୁ ଜାଣିବାକୁ ପାରିଅଛୁ, ଆଉ ମୁକ୍ତି ପ୍ରାପ୍ତ ହୋଇଅଛୁ। ତେଣୁ ଆମମାନଙ୍କୁ କ'ଣ କରିବାକୁ ହେବ ନା କେବଳ ଯୀଶୁଙ୍କଠାରେ ଆମମାନଙ୍କୁ ବିଶ୍ୱାସ କରିବାକୁ ହେବ। ଯୀଶୁଖ୍ରୀଷ୍ଟ କାହିଁକି ଆମମାନଙ୍କୁ ଏଇ ଜଗତରେ ମନୋନୀତ କରି ରଖିଅଛନ୍ତି? କାରଣ ସେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଆମମାନଙ୍କୁ ସୁସ୍ଥତା କରିବା ନିମନ୍ତେ ପ୍ରହାରିତ ହେଲେ, ଆଉ ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ସେ ପୁନରୁତ୍ଥିତ ମଧ୍ୟ ହେଲେ। ଏହା ଆମମାନଙ୍କୁ ବିଶ୍ୱାସ କରିବା, ତାହେଲେ ଆମମାନେ କ'ଣ ହେବା ନା ଆମମାନେ ଆଉ ସେଇ ଆଉ ପାରଦୀସରେ ଉପସ୍ଥିତ ହେବା। ଯେତେବେଳେ ଆମେ ପାରଦୀସକୁ ଯିବା, ସେଠାରେ ଯଦି ଅବ୍ରାହମକୁ ଦେଖିବା, ଆଉ ବିଭିନ୍ନ ପ୍ରକାର ଧାର୍ମିକ ବ୍ୟକ୍ତିମାନଙ୍କୁ ଦେଖିବା, ଯାହାଙ୍କ ବିଷୟରେ ଆମେ ବାକ୍ୟରେ ଶୁଣୁଛୁ, ସେମାନଙ୍କ ସହିତ ମିଶିବା, ତାହେଲେ ଆମେ କେତେ ଭାଗ୍ୟବାନ ହେଇଯିବା। କିନ୍ତୁ ଆମମାନଙ୍କୁ କ'ଣ କରିବାକୁ ହେବ? ଯୀଶୁଙ୍କର ଏହି ସମସ୍ତ ଘଟଣାକୁ, ତାଙ୍କର ମୃତ୍ୟୁକୁ, ତାଙ୍କର ସମାଧି କ୍ରିୟାକୁ, ତାଙ୍କର ପୁନରୁତ୍ଥାନକୁ ଆମେ ବିଶ୍ୱାସ କରିବାକୁ ହେବ। ସେ ଫାରୁସୀ ସାଧୁକମାନେ ଯେପରି ଆଉ ପୁନରୁତ୍ଥାନକୁ ବିଶ୍ୱାସ କରୁନଥିଲେ, ସେହିପରି ନ ହୋଇ ଆମମାନଙ୍କୁ କ'ଣ କରିବାକୁ ହେବ ନା ଯୀଶୁଖ୍ରୀଷ୍ଟଙ୍କର ସମସ୍ତ କାର୍ଯ୍ୟକୁ ଆମମାନଙ୍କୁ ବିଶ୍ୱାସ କରିବାକୁ ହେବ। ଯଦି ଆମେ ବିଶ୍ୱାସ କରିବା ନାହିଁ, ତାହେଲେ ସେଇ ଯେଉଁ ବୃକ୍ଷ, ପତ୍ର ଥିବା ବୃକ୍ଷ ହଣାଯାଇ ଆଉ ସେ ନିଆଁରେ ପକାଗଲା, ସେହିପରି ଆମମାନଙ୍କର ଦଶା ହେଇଯିବ।
केवल परित्राण आम मानक प्रभु जीशु ख्रीष्ट बिना मूल्य दे आम विश्वास करने द्वारा ता माने प्राप्त हो एणु आम जो विश्वास करवा ना शेष दिन में आउ से गछ कटाई निआर पकागला आम मानकर दशा हम तेणु आम कौन शिखिलु ना जोसेफ आम शिखिलु जे जोसेफ किपर निजर समस्त उत्तमता को तार धन संपत्ति को तार महानता को तार पदपदवी को से समाधि क्रिया करते से आम मैंने समस्त आश्चर्य को समस्त आधिपत्य को समस्त धन संपत्ति को समाधि दे प्रभु निकट को जीवा पुणे आम शेष पर्यंत मगदलिनी मरियम पर शेष पर्यंत आम मैंने धैर्य धरी रहा पुणे आम मैंने मृत्यु को पुनरुत्थान को आ समाधि क्रिया को आम मैंने विश्वास करवा स्वीकार करवा आम मैंने से पारादेश जो पारादेश को प्रभु जीशु ख्रीष्ट ऊर्ध्व को नहीं अच्छा से स्थान को विचार पूर्व आम मैंने पहुँची पार प्रभु आम समस्त को आशीर्वाद करतु धन्यवाद।